ସମ୍ମାନନୀୟ ସଭାପତି, ଆଦରଣୀୟ ଗୁରୁଜୀ ଏବଂ ଗୁରୁମାମାନେ, ଆମନ୍ତ୍ରିତ ଅତିଥିବୃନ୍ଦ ଏବଂ ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ ତଥା ମୋର ସହପାଠୀଗଣ, ଆଜି ଆମେ ସମସ୍ତେ ଏକ ଐତିହାସିକ ଏବଂ ଗୌରବମୟ ଦିନ ପାଳନ କରିବା ପାଇଁ ଏଠାରେ ଏକତ୍ରିତ ହୋଇଛେ। ଆଜିର ଏହି ପବିତ୍ର 80ତମ ସ୍ୱାଧୀନତା ଦିବସ ବିଷୟରେ ମୋତେ କିଛି କହିବାର ସୁଯୋଗ ମିଳୁଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି ଆମେ ସ୍ୱାଧୀନ ଭାରତ ମାତାର ସ୍ୱାଧୀନ ସନ୍ତାନ, କିନ୍ତୁ ଏହି ସ୍ୱାଧୀନତା ଆମ ପାଖରେ 200 ବର୍ଷ ତଳେ ନଥିଲା, କାହିଁକି ନା ଆମେ ସେତେବେଳେ ବ୍ରିଟିଶ ଶାସନରେ ଶାସିତ ହୋଇ ଆସୁଥିଲୁ। ଏହାର କାରଣ ଥିଲା ଆମ ନିଜ ଭିତରେ ଏକତାର ଅଭାବ, ଯାହା ଫଳରେ ଆମକୁ ବହୁ ଅତ୍ୟାଚାର ସହିବାକୁ ପଡ଼ିଲା ଏବଂ ତାଙ୍କର ଗୁଲାମୀ ହେବାକୁ ପଡ଼ିଲା। ଆମ ଦେଶକୁ ବ୍ରିଟିଶ ଶାସନରୁ ମୁକ୍ତ କରି ସ୍ୱାଧୀନତା ଫେରାଇ ଆଣିବା ଏତେ ସହଜ ନଥିଲା। ଏଥିପାଇଁ ବହୁ ସ୍ୱାଧୀନତା ସଂଗ୍ରାମୀକୁ ତ୍ୟାଗ ଏବଂ ବଳିଦାନ ଦେବାକୁ ପଡ଼ିଥିଲା। ସେଥିମଧ୍ୟରୁ ଆମ ଓଡ଼ିଶାର ସୁଭାଷ ଚନ୍ଦ୍ର ବୋଷ, ଜାତିର ପିତା ମହାତ୍ମା ଗାନ୍ଧୀ, ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ରାଣୀ ଲକ୍ଷ୍ମୀବାଇ, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ ଆଦି ଥିଲେ ଅନ୍ୟତମ। ଗାନ୍ଧୀଜୀ ଇଂରେଜମାନଙ୍କର କୂଟନୀତିକୁ ଭଲ ଭାବରେ ବୁଝି ସାରିଥିଲେ। ସେ କହୁଥିଲେ, ଆମକୁ ଇଂରେଜ ଠାରୁ ମୁକ୍ତି ପାଇବାକୁ ହେଲେ ଅହିଂସା ନୀତି ଆପଣାଇବାକୁ ପଡ଼ିବ ଏବଂ ତାଙ୍କର ସ୍ଲୋଗାନ ଥିଲା ଡୁ ଅର୍ ଡାଏ, ଅର୍ଥାତ୍ କର ବା ମର। ତାଙ୍କର ଏହି ଅହିଂସା ନୀତି ହିଁ ଶେଷରେ ବ୍ରିଟିଶ ମାନଙ୍କୁ ଆମ ଦେଶରୁ ବିତାଡ଼ିତ କରିବାରେ ସକ୍ଷମ ହୋଇଥିଲା। ଠିକ୍ ଆଜିର ଦିନ ଅର୍ଥାତ୍ 1947 ମସିହା ଅଗଷ୍ଟ ମାସ 14 ତାରିଖରେ ମଧ୍ୟରାତ୍ରରେ ବ୍ରିଟିଶ ମାନେ 13 ନଈ 7 ଦରିଆ ପାରି ହୋଇ ପଳାୟନ କରିଥିଲେ। ଏହାର ଠିକ୍ ପରଦିନ ଅର୍ଥାତ୍ ଅଗଷ୍ଟ ମାସ 15 ତାରିଖରେ ଆମେ ସ୍ୱାଧୀନତାର ପତାକା ବୁଡ଼ାଇଥିଲୁ। ସ୍ୱାଧୀନତାର ଅର୍ଥ କେବଳ ବିଦେଶୀ ଶାସନରୁ ମୁକ୍ତି ନୁହେଁ, ବରଂ ନିଜ ଅଧିକାର ସହ ନିଜର କର୍ତ୍ତବ୍ୟକୁ ସମ୍ମାନ କରିବା ମଧ୍ୟ। ଜଣେ ସଚେତନ ନାଗରିକ ଭାବେ ଆମର କର୍ତ୍ତବ୍ୟ ହେଉଛି ଦେଶର ସମ୍ବିଧାନକୁ ସମ୍ମାନ କରିବା, ଜାତୀୟ ପତାକାର ମର୍ଯ୍ୟାଦା ରକ୍ଷା କରିବା, ପରିବେଶକୁ ସୁରକ୍ଷା କରିବା, ଶୃଙ୍ଖଳା ପାଳନ କରିବା ଏବଂ ଦେଶର ଉନ୍ନତିରେ ନିଜର ଯୋଗଦାନ ଦେବା। ଛାତ୍ରଛାତ୍ରୀ ଭାବେ ଆମର ସବୁଠୁ ବଡ଼ କର୍ତ୍ତବ୍ୟ ହେଉଛି, ସବୁଠୁ ବଡ଼ ଦାୟିତ୍ୱ ହେଉଛି ମନ ଲଗାଇ ପାଠ ପଢ଼ିବା, ଭଲ ଚରିତ୍ର ଗଢ଼ିବା ଏବଂ ଭବିଷ୍ୟତରେ ଜଣେ ସଚ୍ଚୋଟ, ଦାୟିତ୍ୱବାନ ଏବଂ ଦେଶପ୍ରେମୀ ନାଗରିକ ହେବା। ଆମେ ସମସ୍ତେ ମିଳି ଏକ ସୁନ୍ଦର, ସମୃଦ୍ଧ ଏବଂ ବିକଶିତ ଭାରତ ଗଢ଼ିବାର ସଂକଳ୍ପ ନେବା। ଆସନ୍ତୁ ଆଜିର ଏହି ତ୍ରିରଙ୍ଗା ପତାକା ତଳେ ଠିଆ ହୋଇ ଶପଥ ନେବା ଯେ ସର୍ବଦା ଦେଶର ଏକତା, ଅଖଣ୍ଡତା ଏବଂ ଗୌରବକୁ ବଜାୟ ରଖିବା ପାଇଁ କାର୍ଯ୍ୟ କରିବା। ମୁଁ ଏତିକି କହି ମୋର ବକ୍ତବ୍ୟକୁ ଶେଷ କରୁଛି। ଯଦି ମୋର ବକ୍ତବ୍ୟରେ କିଛି ତ୍ରୁଟି ଥାଏ ତେବେ ମୋତେ କ୍ଷମା ପ୍ରାର୍ଥନା କରିବେ। ଜୟ ହିନ୍ଦ, ଭାରତ ମାତା କି ଜୟ, ବନ୍ଦେ ମାତରମ୍।